ତ ସେ କହିଲେ ଯେ କେ ଗୋଟେ ଚରିତ୍ର ଅଛି। ମୁଁ କହିଲି ହଁ କରିବା। କାହାର ନା ବାବୁସାନ ଫିଲ୍ମସର ଆଉ ବାବୁସାନ ହିରୋ। ମୁଁ କହିଲି କରିବା ନା ଗୋଟେ ସର୍ତ୍ତ ଅଛି ଯେ। ମୁଁ କହିଲି କ'ଣ କହୁନାହାନ୍ତି। ଲଣ୍ଡା ହେବାକୁ ପଡ଼ିବ। ମୁଁ କହିଲି ହେଇଯିବା। ମାନେ ମୁଁ କିଛି ଭାବିବି ନାହିଁ। ମୁଁ କହିଲି ହେଇଯିବା ଆଉ ନା ସତରେ ହେଇଯିବୁ। ମୁଁ କହିଲି ହଁ ହେଇଯିବ ପରା ଆପଣ କହିଲେ ହେବା ପାଇଁ ହେଇଯିବ ଆଉ କ'ଣ। ତ ମୁଁ ହେଇ ବି ଗଲି ସତରେ ଲଣ୍ଡା। ସବୁ ଯାକ ଥିଲା ସେ ଗୋଟେ ଲାଷ୍ଟରେ ମାନେ କ୍ଲାଇମ୍ୟାକ୍ସରେ ବାବୁସାନର ମୋର ଯେଉଁ ଫାଇଟ୍ ହେଉଛି ସେଇଟା ବି ଗୋଟେ କମେଡ଼ି ୱେରେ ଥିଲା। ତ ଗୋଟେ ହାଣ୍ଡିଟେ ଥିଲା ସେ ହାଣ୍ଡିଟା ମାନେ ବାବୁସାନ କହିଲେ ସେ କେକେ ଏଇଟା ହାଣ୍ଡିଟା ଭର୍ତ୍ତି କରି କହିଲେ ବଢ଼ିଆ ହବ। ତ ସେ ହାଣ୍ଡିଟା ଭର୍ତ୍ତି କଲା ହାଣ୍ଡିଟା ତାତିକି ଥିଲା। ମୋ ଯେଉଁ ଲଣ୍ଡା ମୁଣ୍ଡଟି ଥିଲା ଓ ଚାହିଁକିନା ପୁରା ଲାଗିଲା। ଆଉ ମୁଁ ପ୍ରଥମ ଥର ଜାଣିଲି ଯେ ଆକ୍ଚୁଆଲି ଲଣ୍ଡା ହେଲେ ଏତେ କଷ୍ଟ ଏଇ ଯେଉଁ ଖରାରେ ମାନେ ଖରା ଆମର ଚୁଟି ଅଛି ବୋଲି ଆକ୍ଚୁଆଲି ଖରାଟା ଆମେ ଏତେ ଜାଣିପାରୁନି ମାନେ ମୁଣ୍ଡ ଏତେ ଅବଜର୍ଭ କରିପାରୁନି। କିନ୍ତୁ ଯଦି ଚୁଟି ନ ରହିବ ତାହେଲେ ଆକ୍ଚୁଆଲି ମାନେ ବହୁତ କଷ୍ଟ ହୁଏ। ମୁଁ ସେଇଦିନ ବୁଝିଲି ଯେଉଁ ଲଣ୍ଡା ହେବାର କଷ୍ଟଟା ଖରାଦିନରେ। ହାଲୋ 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 ଏ ଜଙ୍ଗଲରେ ଗୋଟିଏ ବୋଲି ବାଘ ଆଉ ସେ ହେଲା ସୁରେଶ ପଣ୍ଡା। ବାବୁସାନ ମାଷ୍ଟ୍ରେ ପ୍ରଣବ ଶିବା ଯାହାଙ୍କ ପାଇଁ ଏତେ ବଢ଼ିଆ ଚରିତ୍ର ମୋତେ ଗୋଟେ ମିଳିପାରିଲା। ଆଉ ସବୁଠୁ ବଡ଼ କଥା ହେଉଛି ଆମର ଯିଏ DOP ରୁଦ୍ର ବହୁତ ବଢ଼ିଆ କାମ କରିଥିଲେ। ଏଡ଼ିଟର ମାନସ ସବୁ ବହୁତ ବଢ଼ିଆ କାମ କରିଥିଲେ। ବହୁତ ଭଲ ହେଇଥିଲା ସିନେମା। ଆଉ ଏଣ୍ଟାୟାର କାଷ୍ଟ ଆଣ୍ଡ କ୍ରିଉ ଏଲିନା, ଟିଲୁ ଭାଇ, ରବ ଭାଇନା, ସୋମୁ, ଭକ୍ତି, ବାପି ଗୋଟେ ମାନେ ଏତେ ବଢ଼ିଆ ମାହୋଲ ଥିଲା। ଆକ୍ଚୁଆଲି ସୁଟିଂ ସେଟ୍ରେ ହିଁ ଆମେ ଏନ୍ଜୟ କରୁଥିଲୁ। ଯେଉଁ ଏନ୍ଜୟକୁ ସେଇଠି ହିଁ ମାନେ ସବୁ ଏଣ୍ଟାୟାର ଟେକ୍ନିସିଆନ୍ କ୍ରିଉ ମେମ୍ବର୍ସ ମାନେ ହିଁ ଏନ୍ଜୟ କରୁଥିଲେ। ମାନେ ସୁଟିଂ ଟାଇମ୍ରେ ବି ଲୋକ ଜାଣି ହିଁ ପାରିନାହାନ୍ତି ମୁଁ ଲଣ୍ଡା ହେଇଥିଲି ବୋଲି। ବିକଜ ବାବୁସାନ ମୋ ପାଇଁ ୱିଗ୍ ବନେଇଥିଲେ ଯେଉଁ ୱିଗ୍ଟା ବି ମାନେ ସେଇ କନସେପ୍ଟରେ ବି ଥିଲା। ତ ସେମିତି କିଛି ଥିଲା। ତ ସେ ୱିଗ୍ ଯେହେତୁ ପିନ୍ଧିକି ଚାରିଆଡ଼େ ବୋଲୁଥିଲେ ତ ଅଧା ଲୋକ ଜାଣିନାହାନ୍ତି ଯେ ମୁଁ ଲଣ୍ଡା ହେଇଥିଲି ବୋଲି। ସମସ୍ତେ ବହୁତ ବଢ଼ିଆ ସପୋର୍ଟ କରିଛନ୍ତି। ଆଉ କୋ ଆର୍ଟିଷ୍ଟଟା ଯେତେ ଷ୍ଟ୍ରଙ୍ଗ ରହିବ ନା ଆକ୍ଟିଂ କରିବା ପାଇଁ ସେତେ ମଜା ଲାଗିବ। ତ ସେଥିପାଇଁ ବୋଧେ ଏଇଟା ହଉ ହେଇଗଲା। ତ ବହୁତ ସମୟରେ ଆମେମାନେ ସବୁବେଳେ ଭଲ କରିବା ପାଇଁ ଚେଷ୍ଟା କରୁ। ବହୁତ ସମୟରେ ଏଇଟା ବହୁତ ଭଲ ହେଇଯାଏ। ବହୁତ ଖୁସି। ସ୍ପେଶାଲି ମୋ ଲାଇଫ୍ର ଗୋଟେ ବହୁତ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା ବାବା ସୁରେଶ ପଣ୍ଡା ଯେଉଁ ଚରିତ୍ରକୁ ଦେଖିକି ହଲ୍ରେ ମୁଁ ବି ବହୁତ ଏନ୍ଜୟ କରୁଥିଲି। ବହୁତ ବହୁତ ଧନ୍ୟବାଦ ଦେବି ଅଶୋକ ଭାଇନାଙ୍କୁ, ବାବୁସାନ ମାଷ୍ଟ୍ରେ, ପ୍ରଣବ ଶିବା ଯାହାଙ୍କ ପାଇଁ ଏତେ ବଢ଼ିଆ ଚରିତ୍ର ମୋତେ ଗୋଟେ ମିଳିପାରିଲା। ଆଉ ସବୁଠୁ ବଡ଼ କଥା ହେଉଛି ଆମର ଯିଏ DOP ରୁଦ୍ର ବହୁତ ବଢ଼ିଆ କାମ କରିଥିଲେ। ଏଡ଼ିଟର ମାନସ ସବୁ ବହୁତ ବଢ଼ିଆ କାମ କରିଥିଲେ। ବହୁତ ଭଲ ହେଇଥିଲା ସିନେମା। ଆଉ ଏଣ୍ଟାୟାର କାଷ୍ଟ ଆଣ୍ଡ କ୍ରିଉ ଏଲିନା, ଟିଲୁ ଭାଇ, ରବ ଭାଇନା, ସୋମୁ, ଭକ୍ତି, ବାପି ଗୋଟେ ମାନେ ଏତେ ବଢ଼ିଆ ମାହୋଲ ଥିଲା। ଆକ୍ଚୁଆଲି ସୁଟିଂ ସେଟ୍ରେ ହିଁ ଆମେ ଏନ୍ଜୟ କରୁଥିଲୁ। ଯେଉଁ ଏନ୍ଜୟକୁ ସେଇଠି ହିଁ ମାନେ ସବୁ ଏଣ୍ଟାୟାର ଟେକ୍ନିସିଆନ୍ କ୍ରିଉ ମେମ୍ବର୍ସ ମାନେ ହିଁ ଏନ୍ଜୟ କରୁଥିଲେ। ମାନେ ସୁଟିଂ ଟାଇମ୍ରେ ବି ତ ଲାଗୁଥିଲା ହଁ କିଛି ଗୋଟେ ଭଲ ହସର ଖୋରାକ ଦେବ ତ ଦେଲା ବି। ପୂର୍ବରୁ ଗୋଟେ ଇଣ୍ଟରଭ୍ୟୁ ମୁଁ ଶୁଣିଥିଲି ଆପଣ ବାବାର ସିନେମାରେ ଅଫର ପାଇଥିଲେ। ଆପଣ ଗୋଟେ ପୂର୍ବ ଷ୍ଟୋରିକି ଦେଖିନା ସେ ଅଫର ଦେଇଥିଲେ ଡାଇରେକ୍ଟର ଯିଏ ଥିଲେ। ନାଇଁ ବାବାର ଷ୍ଟୋରି ନାଇଁ ସେଇଆ ନଥିଲା। ମୁଁ ସୁଟିଂରୁ ଫେରୁଥିଲି। ମୋତେ ରାତି 11ଟା ଖଣ୍ଡେ ବେଳେ ଅଶୋକ ଭାଇନା ଆଗେ ଫୋନ୍ କଲେ। ଅଶୋକ ଭାଇନା ଯେତେବେଳେ ଯାହା ସିନେମା କରନ୍ତି ଛୋଟ ହଉ ବଡ଼ ହଉ ଖୋଜନ୍ତି। ତ ସେ କହିଲେ ଯେ କେ ଗୋଟେ ଚରିତ୍ର ଅଛି। ମୁଁ କହିଲି ହଁ କରିବା। କାହାର ନା ବାବୁସାନ ଫିଲ୍ମସର ଆଉ ବାବୁସାନ ହିରୋ। ମୁଁ କହିଲି କରିବା ନା ଗୋଟେ ସର୍ତ୍ତ ଅଛି ଯେ। ମୁଁ କହିଲି କ'ଣ କହୁନାହାନ୍ତି। ଲଣ୍ଡା ହେବାକୁ ପଡ଼ିବ। ମୁଁ କହିଲି ହେଇଯିବା। ମାନେ ମୁଁ କିଛି ଭାବିବି ନାହିଁ। ମୁଁ କହିଲି ହେଇଯିବା ଆଉ ନା ସତରେ ହେଇଯିବୁ। ମୁଁ କହିଲି ହଁ ହେଇଯିବ ପରା ଆପଣ କହିଲେ ହେବା ପାଇଁ ହେଇଯିବ ଆଉ କ'ଣ। ତ ମୁଁ ହେଇ ବି ଗଲି ସତରେ ଲଣ୍ଡା। ଭିଲିଆନ ଡାଇରେକ୍ଟ ଗୋଟେ ଅଲଗା ପ୍ରକାର କ୍ୟାରେକ୍ଟର ଭିଲିଆନ କରୁଥିଲେ। ବାବାରେ ଗୋଟେ କମେଡି ନାଇଁ ବାବାରରେ ଏଇଟା ସିରୋ କମେଡ଼ି ନେଗେଟିଭ୍ ଥିଲା। ମାନେ ନେଗେଟିଭ୍ ୱିଥ୍ ସିରୋ କମେଡ଼ି ଥିଲା। ଦର୍ଶକମାନେ ଅନୁଭୂତି ଡାଇଲଗ୍ଟି ହାଲୋ 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 ଏ ଜଙ୍ଗଲରେ ଗୋଟିଏ ବୋଲି ବାଘ ଆଉ ସେ ହେଲା ସୁରେଶ ପଣ୍ଡା। ଏଇଭଳିଆ ଥିଲା ଗୋଟେ ଯାତ୍ରା ପଣ୍ଡା ବୋଲି ସୁରେଶ ପଣ୍ଡା ଯାତ୍ରା ଜଣେ ଲିଡ୍ ଆକ୍ଟର। ହଁ ନାଇଁ ମୁଁ ଯାତ୍ରାରେ ଯିଏ କାହ୍ନା ଭାଇ ଅଛନ୍ତି ମୁଁ ଏଇଟା ପ୍ରାକ୍ଟିସ୍ କରିଥିଲି ଆକ୍ଚୁଆଲି। ଏଇଟା ତାଙ୍କ ମାନେ ଏଇ ଯେଉଁ ଆଲୋଟା ବି ତାଙ୍କର ସେ ଗୋଟେ ଯାତ୍ରାରେ ଗୋଟେ କରିଥିଲେ ଗୋଟେ ଭିଲିଆନ୍ କରିଥିଲେ। ସେଇଟା ତାକୁ ମୁଁ ଗୋଟେ କମେଡ଼ି ୱେରେ ପ୍ରେଜେଣ୍ଟ କଲି। ମୁଁ ତାଙ୍କୁ ହିଁ ଦେଖିକି ପ୍ରାକ୍ଟିସ୍ କରିଥିଲି। ମୁଁ ତାଙ୍କୁ ଫୋନ୍ କଲି ସେ ତ ବହୁତ ବୋଧେ ବ୍ୟସ୍ତ ଥିଲେ। ମୁଁ ପ୍ରିପେୟାର ହେବା ପାଇଁ ତାଙ୍କ ପାଖକୁ ଯିବା ପାଇଁ ଫୋନ୍ କରିଥିଲି ତ ବ୍ୟସ୍ତ ଥିଲେ। ମୁଁ ୟୁଟ୍ୟୁବରେ ତାଙ୍କର ହିଁ ଖୋଜିକି ଦେଖିଥିଲି। ବାବୁସାନ ବି କହିଥିଲେ ଭାଇ ତାଙ୍କୁ ଟିକେ ଦେଖିବେ ସେ ଯାତ୍ରାରେ ଟିକେ ରିୟଲିଷ୍ଟିକ୍ କରନ୍ତି। ଭିଲିଆନ କମେଡି ହଁ
ନାଇଁ ଆମମାନଙ୍କ ପାଇଁ ସେ ଡିଫରେନ୍ସ ନଥାଏ ଭିଲିଆନ୍ ହଉ କମେଡ଼ି ହଉ ଆକ୍ଚୁଆଲି ଭିଲିଆନ୍ କ'ଣ ଭିଲିଆନ୍ ବି କିଛି ନୁହଁ ଭିଲିଆନ୍ ତ ତା ଜାଗାରେ ହିରୋ ହେଇକି କରେ ନା ମାନେ ସପୋଜ ମୁଁ ଭିଲିଆନ୍ ତ ମୋ ପଏଣ୍ଟ ଅଫ୍ ଭ୍ୟୁରୁ ତ ମୁଁ ହିରୋ ନା ମୁଁ ତ ହିରୋ ହେଇକି ସେ ଜିନିଷଟା କରୁଛି ଲୋକମାନଙ୍କ ପଏଣ୍ଟ ଅଫ୍ ଭ୍ୟୁରୁ ସେ ଭିଲିଆନ୍ ବାକି ସେ ତ ହିରୋ ପଏଣ୍ଟ ଅଫ୍ ଭ୍ୟୁରୁ କାମଟି କରେ ନା ତ ଜିନିଷ ହେଉଛି ସେୟା ସେମିତି ନଥାଏ ଗୋଟେ ଚରିତ୍ରର କଥା ଥାଏ ବାବାର ସ୍ପେଶାଲି ତ ଗୋଟେ ଅଲଗା ପ୍ରକାରର ଏଇ ଯେଉଁ ସୁରେଶ ପଣ୍ଡା ଚରିତ୍ରଟି ଥିଲା ମାନେ ମୁଁ ମଝିରେ ମଝିରେ ସୁରେଶ ପଣ୍ଡା ଯେଉଁ ନିଜେ ହେଇଯାଉଥିବି ତା ମଝିରେ ପୁଣି ଯାତ୍ରା ପଣ୍ଡା ହେଉଥିବି ତ ଗୋଟେ ଦୁଇଟା ଭେରିଏସନ୍ର କଥା ଥିଲା ଗୋଟେ ଟ୍ରାନ୍ସଫର୍ମେସନ୍ର କଥା ଥିଲା ତ ଲାଇଫ୍ରେ ଫାର୍ଷ୍ଟ ଟାଇମ୍ ଏଇଭଳିଆ ଗୋଟେ ଚରିତ୍ର କରିଥିଲି ଭାରି ମଜା ଲାଗିଲା ବହୁତ ମଜା ଲାଗିଥିଲା ସବୁ ଯାକ ଥିଲା ସେ ଗୋଟେ ଲାଷ୍ଟରେ ମାନେ କ୍ଲାଇମ୍ୟାକ୍ସରେ ବାବୁସାନର ମୋର ଯେଉଁ ଫାଇଟ୍ ହେଉଛି ସେଇଟା ବି ଗୋଟେ କମେଡ଼ି ୱେରେ ଥିଲା ତ ଗୋଟେ ହାଣ୍ଡିଟେ ଥିଲା ସେ ହାଣ୍ଡିଟା ମାନେ ବାବୁସାନ କହିଲେ ସେ କେକେ ଏଇଟା ହାଣ୍ଡିଟା ଭର୍ତ୍ତି କରି ବଢ଼ିଆ ତ ସେ ହାଣ୍ଡିଟା ଭର୍ତ୍ତି କଲା ହାଣ୍ଡିଟା ତାତିକି ଥିଲା ମୋ ଯେଉଁ ଲଣ୍ଡା ମୁଣ୍ଡଟି ଥିଲା ଓ ଚାହିଁକିନା ପୁରା ଲାଗିଲା ଆଉ ମୁଁ ପ୍ରଥମ ଥର ଜାଣିଲି ଯେ ଆକ୍ଚୁଆଲି ଲଣ୍ଡା ହେଲେ ଏତେ କଷ୍ଟ ଏଇ ଯେଉଁ ଖରାରେ ମାନେ ଖରା ଆମର ଚୁଟି ଅଛି ବୋଲି ଆକ୍ଚୁଆଲି ଖରାଟା ଆମେ ଏତେ ଜାଣିପାରୁନି ମାନେ ମୁଣ୍ଡ ଏତେ ଅବଜର୍ଭ କରିପାରୁନି କିନ୍ତୁ ଯଦି ଚୁଟି ନ ରହିବ ତାହେଲେ ଆକ୍ଚୁଆଲି ମାନେ ବହୁତ କଷ୍ଟ ହୁଏ ମୁଁ ସେଇଦିନ ବୁଝିଲି ଯେଉଁ ଲଣ୍ଡା ହେବାର କଷ୍ଟଟା ଖରାଦିନରେ ଚୁଟି ହଁ ମୋର ଲାଷ୍ଟ ସୁଟିଂ ଥିଲା ମାର୍ଚ୍ଚ 26ରେ ଥିଲା ଲାଷ୍ଟ ସୁଟିଂ ତ ଚୁଟି ଆସିଯାଇଥିଲା ସିନେମା ରିଲିଜ୍ ହେଲା ବେଳକୁ ରଜ ବେଳକୁ ଆସିଯାଇଥିଲା ଚୁଟି ଲୋକ ଜାଣି ହିଁ ପାରିନାହାନ୍ତି ମୁଁ ଲଣ୍ଡା ହେଇଥିଲି ବୋଲି ବିକଜ ବାବୁସାନ ମୋ ପାଇଁ ୱିଗ୍ ବନେଇଥିଲେ ଯେଉଁ ୱିଗ୍ଟା ବି ମାନେ ସେଇ କନସେପ୍ଟରେ ବି ଥିଲା ତ ସେମିତି କିଛି ଥିଲା ତ ସେ ୱିଗ୍ ଯେହେତୁ ପିନ୍ଧିକି ଚାରିଆଡ଼େ ବୋଲୁଥିଲେ ତ ଲୋକ ଅଧା ଲୋକ ଜାଣିନାହାନ୍ତି ଯେ ମୁଁ ଲଣ୍ଡା ହେଇଥିଲି ବୋଲି ଭାଇ ଆପଣଙ୍କର ଚେହେରା ଯାହା ଅଛି ଲୋକମାନେ ଭାବୁଥିଲେ ଗୋଟେ ଭିଲିଆନ୍ ଗେଟଅପ୍ରେ ଆସିବେ କିନ୍ତୁ ଏତେ ବଡ଼ ଟ୍ରାନ୍ସଫର୍ମେସନ୍ ହେଲା ଆପଣ ହସରେ କ'ଣ ରାଜ ଅଛି ନାଇଁ ଚରିତ୍ର ଗୋଟେ କରିବା କଥା ଦେଖନ୍ତୁ ସେ ଚରିତ୍ର ଗୋଟେ ଅଶୋକ ଭାଇନା ମାନେ କରିକି ବତାନ୍ତି ଆଉ ସ୍ପେଶାଲି ଶିବା ପ୍ରଣବଙ୍କ ଲେଖା ତାଙ୍କ ଲେଖାରେ ଗୋଟେ ଯେଉଁ ପଞ୍ଚଲାଇନ୍ କମେଡ଼ିରେ ବହୁତ ବଢ଼ିଆ ଥାଏ ତ କେଉଁଠି ନା କେଉଁଠି ଏ ସବୁ ସମ୍ଭବ ହେଇପାରିଛି ଅଶୋକ ଭାଇନା ଶିବା ପ୍ରଣବ ଆଉ ଯେତିକି ଜଣ କୋ ଆର୍ଟିଷ୍ଟ ଥିଲେ ସ୍ପେଶାଲି ଟିଲୁ ଭାଇ ମୋ ବାପା ହେଇଥିଲେ ରବ ଭାଇନା ମୋ କୋ ଆର୍ଟିଷ୍ଟ ଥିଲେ ସୋମୁ ମୋ କୋ ଆର୍ଟିଷ୍ଟ ଥିଲେ ସମସ୍ତେ ବହୁତ ବଢ଼ିଆ ସପୋର୍ଟ କରିଛନ୍ତି ଆଉ କୋ ଆର୍ଟିଷ୍ଟଟା ଯେତେ ଷ୍ଟ୍ରଙ୍ଗ ରହିବ ନା ଆକ୍ଟିଂ କରିବା ପାଇଁ ସେତେ ମଜା ଲାଗିବ ତ ସେଥିପାଇଁ ବୋଧେ ଏଇଟା ହଉ ହଉ ହେଇଗଲା ତ ବହୁତ ସମୟରେ ଆମେମାନେ ସବୁବେଳେ ଭଲ କରିବା ପାଇଁ ଚେଷ୍ଟା କରୁ ବହୁତ ସମୟରେ ଏଇଟା ବହୁତ ଭଲ ହେଇଯାଏ ଭାଇ ଆଉ ନେକ୍ସଟରେ ଦମନ ପରେ ଏଇଟା ରିଲିଜ୍ ହେଉଛି ବଡ଼ ପ୍ରୋଜେକ୍ଟ ଯେଉଁମାନେ ଦେଖିନାହାନ୍ତି ଆଉ ନେକ୍ସଟ ସେମାନେ ଦେଖିବେ କ'ଣ କହିବେ ଆଉ ନେକ୍ସଟ ସହିତ ତ ମୋର ସମ୍ପର୍କ ଘମାଘଟଠୁ ତ ଏବେ ତ ରିସେଣ୍ଟଲି ରିଲିଜ୍ ହେଇଥିଲା ଘମାଘଟ ତ ଆଉ ନେକ୍ସଟ ଗୋଟେ ଏଭଳିଆ ୱେବ୍ ଚ୍ୟାନେଲ୍ ଲାଗେ ଯେ ହଁ ସବୁ ଯାକ ଭଲ ଭଲ ସିନେମା ସେ କିଣୁଛି ତାର ବହୁତ ଭଲ ଭଲ ସିନେମା ଯାଯାବର 2 ବି ବହୁତ ଭଲ ହେଇଥିଲା ଆଉ ସବୁ ଭଲ ଭଲ ସିନେମାକୁ ସେ କିଣୁଛନ୍ତି ସ୍ପେଶାଲି କୌଶିକ ସାର୍ଙ୍କର ଗୋଟେ ସବୁବେଳେ ଥାଏ କିଛି ଗୋଟେ ମୁଁ ନୂଆ ଜିନିଷ ଲୋକଙ୍କୁ ଦେଖେଇବି ଲୋକମାନେ ଯେଉଁ ଜିନିଷଟା ଦେଖିପାରୁନାହାନ୍ତି ତାକୁ ମୁଁ ଦେଖେଇବି ତ ବହୁତ ଭଲ ଏକ୍ସପିରିଏନ୍ସ ଆଉ ସହିତ ମୋର